ଗୁମାଠାରେ ଗାଁ ସାଥୀ ବୈଠକ ଅନୁଷ୍ଠିତ। ଗଜପତି ଜିଲ୍ଲା ଗୁମା ଅନ୍ତର୍ଗତ ଗୁମା ନର୍ସରୀଠାରେ ଗାଁ ସାଥୀର ବୈଠକ ଅନୁଷ୍ଠିତ। ଏଥିରେ ସଭାପତି ଶ୍ରୀ ରାସିନ୍ତ ସ୍ତବର, ସମ୍ପାଦକ ଆଶିକ ଗମାଙ୍ଗ ସହ ଅନ୍ୟାନ୍ୟ କର୍ମକର୍ତ୍ତା ସହିତ 20 ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗାଁର ଗାଁ ସାଥୀ ସର୍ବମୋଟ 280 ରୁ ଊର୍ଦ୍ଧ୍ୱ ଉପସ୍ଥିତ ଥିଲେ। ଏଥିରେ ସଭାପତିଙ୍କ ବକ୍ତବ୍ୟ ଥିଲା, ପୂର୍ବ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ବିଭାଗରେ ମନରେଗା ଯୋଜନାର କାର୍ଯ୍ୟରେ ନିୟୋଜିତ କରିବା, ମେଟ୍ମାନଙ୍କୁ ଏସ୍ଏଫ୍ସି ଓ ସିଏଫ୍ସି କାର୍ଯ୍ୟରେ ନିୟୋଜିତ କରାଯାଉ। ଗୁମା ବ୍ଲକ ମେଟ୍ମାନଙ୍କୁ ପରିଚୟପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ଦସ୍ତଖତ ଥାଇ ମେଟ୍ମାନଙ୍କୁ ପରିଚୟପତ୍ର ଦିଆଯିବା ନିମନ୍ତେ ଅନୁମୋଦିତ ରହିଅଛି। କିନ୍ତୁ ଯାହାକି ଅନ୍ୟ ବ୍ଲକ ତୁଳନାରେ ଗୁମା ବ୍ଲକ ବାଦ ପଡ଼ି ରହିଛି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କଲାପରେ ବୈଠକ ସାଙ୍ଗ କରି ବ୍ଲକ କାର୍ଯ୍ୟାଳୟର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଗଜପତି ଜିଲ୍ଲାରୁ ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।